ମଣିଷ କଙ୍କାଳ ଓ ବଡ଼ ବଡ଼ ସାପ ରତ୍ନଭଣ୍ଡାରରେ ଅଛି କି? ଏସବୁର ଆଶଙ୍କା ବହୁତ ଜଲ୍ଦି ଦୂର ହୋଇଯିବ। ଗତ ମାସ 14 ତାରିଖ ଦିନ ରତ୍ନଭଣ୍ଡାର ଖୋଲିଥିବା ବେଳେ ବାହାର ରତ୍ନକୁ ସବୁ ଏକ ଷ୍ଟୋରେଜ ରୁମ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ବି ସସ୍ପେନ୍ସ ଘେରରେ ଭିତର ରତ୍ନଭଣ୍ଡାର କେବେ ଖୋଲିବ? ରତ୍ନଭଣ୍ଡାର ସମସ୍ତଙ୍କର ମନରେ ସନ୍ଦେହ ଥିଲାବେଳେ ଏବେ ସରକାରଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି। ଜୁଲାଇ ମାସ 18ରେ ଖୋଲିବ ଭିତର ରତ୍ନଭଣ୍ଡାର ଏବଂ ସକାଳ 9:51 ଦିନ 12:15ରେ ଏହି ଶୁଭ ମୁହୂର୍ତ୍ତକୁ ସ୍ଥିର କରାଯାଇଛି। ତାଲା ଖୋଲିକି ଅଲଙ୍କାର ସବୁ ସ୍ଥାନାନ୍ତର ହେବ। ସମସ୍ତ ସ୍ଥାନାନ୍ତରୀକରଣ ଭିଡ଼ିଓଗ୍ରାଫି ହେବ ଏବଂ ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ତାଲା ପଡ଼ିବ। ରତ୍ନଭଣ୍ଡାର ତଦାରଖ କମିଟି ଏ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ବାହାର ରତ୍ନଭଣ୍ଡାର ସବୁ ରତ୍ନକୁ ସ୍ଥାନାନ୍ତର କଲା ବେଳେ ଭିତର ରତ୍ନଭଣ୍ଡାରରେ କ'ଣ କ'ଣ ଅଛି ଆଉ କେମିତି ପରିସ୍ଥିତିରେ ଅଛି ତାକୁ ତଦାରଖ କରାଯିବ। ସମସ୍ତ କାର୍ଯ୍ୟ ଏସବୁ ଅନୁସାରେ ହେବ। ମଣିଷ କଙ୍କାଳ ଓ ବଡ଼ ବଡ଼ ସାପ ରତ୍ନଭଣ୍ଡାରରେ ଅଛି କି? ଏସବୁର ଆଶଙ୍କା ବହୁତ ଜଲ୍ଦି ଦୂର ହୋଇଯିବ। ଗତ ମାସ 14 ତାରିଖ ଦିନ ରତ୍ନଭଣ୍ଡାର ଖୋଲିଥିବା ବେଳେ ବାହାର ରତ୍ନକୁ ସବୁ ଏକ ଷ୍ଟୋରେଜ ରୁମ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ବି ସସ୍ପେନ୍ସ ଘେରରେ ଭିତର ରତ୍ନଭଣ୍ଡାର କେବେ ଖୋଲିବ? ରତ୍ନଭଣ୍ଡାର ସମସ୍ତଙ୍କର ମନରେ ସନ୍ଦେହ ଥିଲାବେଳେ ଏବେ ସରକାରଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି। ଜୁଲାଇ ମାସ 18ରେ ଖୋଲିବ ଭିତର ରତ୍ନଭଣ୍ଡାର ଏବଂ ସକାଳ 9:51 ଦିନ 12:15ରେ ଏହି ଶୁଭ ମୁହୂର୍ତ୍ତକୁ ସ୍ଥିର କରାଯାଇଛି। ତାଲା ଖୋଲିକି ଅଲଙ୍କାର ସବୁ ସ୍ଥାନାନ୍ତର ହେବ। ସମସ୍ତ ସ୍ଥାନାନ୍ତରୀକରଣ ଭିଡ଼ିଓଗ୍ରାଫି ହେବ ଏବଂ ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ତାଲା ପଡ଼ିବ। ରତ୍ନଭଣ୍ଡାର ତଦାରଖ କମିଟି ଏ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ବାହାର ରତ୍ନଭଣ୍ଡାର ସବୁ ରତ୍ନକୁ ସ୍ଥାନାନ୍ତର କଲା ବେଳେ ଭିତର ରତ୍ନଭଣ୍ଡାରରେ କ'ଣ କ'ଣ ଅଛି ଆଉ କେମିତି ପରିସ୍ଥିତିରେ ଅଛି ତାକୁ ତଦାରଖ କରାଯିବ। ସମସ୍ତ କାର୍ଯ୍ୟ ଏସବୁ ଅନୁସାରେ ହେବ।